ରାତିରେ ପ୍ଲାନ୍ ହେଲା କୋଉ ହେଲେ ୱାଟରଫଲ୍ ବୁଲି ଯିବାକୁ। ତ ସକାଳୁ ରେଡି ହେଇକି ବାହାରି ପଡିଲୁ ଯିବାକୁ। ଜାଣିବାକୁ ଚାହୁଁଛୁ କୋଉ ୱାଟରଫଲ୍ ଯାଉଛୁ ତ ଭିଡିଓ ଲାଷ୍ଟ ଯାଇ ଦେଖ ସବୁ ଜାଣିଛୁ। କେତେ ଟାଇମ୍ ପରେ ମାଲକାନଗିରି ପହଞ୍ଚି ଗଲୁ। ସିଟି କେତେ ଟାଇମ୍ ରହିକି ପୁଣି ବାହାରି ପଡିଲୁ ଡେଷ୍ଟିନେସନକୁ। ତାପରେ 1 hour ରାଇଡ୍ କଲା ପରେ ୱାଟରଫଲ୍ ପାଖାପାଖି ଗାଁରେ ପହଞ୍ଚି ଗଲୁ। ସେ ପାଖରୁ ପୁରା ରାସ୍ତା ଖରାପ ଥିଲା ତ ବାଇକ୍ ଗାଁରେ ହିଁ ରଖି 1 kilometer ଚାଲିକିନା ଗଲୁ। ଯିଏ ବି ଏ ବର୍ଷା ସିଜନରେ ଏକା ଗୋଟେ ୱାଟରଫଲ୍ ଆସୁଛ ତ ଗାଁରେ ବାଇକ୍ ରଖି ଆରାମସେ ଚାଲି ଚାଲି ଯାଅ। ବାଇକ୍ ଭିତରେ ନିଅ ନାହିଁ, ନହେଲେ ଆଙ୍କ ଭଳି ଅବସ୍ଥା ହେଇଯିବ। କେତେ ଟାଇମ୍ ଚାଲିଲା ପରେ ପହଞ୍ଚି ଯାଇଥିଲୁ ଏକା ଗୋଟେ ୱାଟରଫଲ୍। ଯାଉଁ ଯାଉଁ ଆମକୁ ଆଇ ଲଭ୍ ୟୁ କହି ସ୍ୱାଗତ କରାହେଲା। ୱାଟରଫଲ୍କୁ ଦେଖି ଦିଲଟା ପୁରା ସୁକୁନ ହେଇଗଲା। ଯାହା କୁହ ଭାଇ, ୱାଟରଫଲ୍ ପୁରା ମସ୍ତ ଅଛି। ମାଲକାନଗିରି ରହୁଛ ତ ଥରେ ନିଶ୍ଚିତ ଭିଜିଟ୍ କର ଏ ୱାଟରଫଲ୍। ଆଉ ଯେତିକି ବି ପେଣ୍ଟିଂ କରାହେଇଛି ସବୁ ମସ୍ତ ଅଛି। ତାପରେ ଫଟୋସ୍ ଭିଡ଼ିଓ କରି ସିଧା ଘରେ ପଳେଇ ଆସିଥିଲୁ। ଟାଟା ବାଇ ବାଇ।